ଥରେ ଗୁରୁକୁଳ ଆଶ୍ରମରେ ଅନେକ ଶିଷ୍ୟ ରହି ଗୁରୁଙ୍କ ନିକଟରେ ବିଦ୍ୟା ଅଧ୍ୟୟନ କରୁଥିଲେ। ଜଙ୍ଗଲରେ ଜଣେ ଶିଷ୍ୟ ରହିକି ସେ ମଧ୍ୟ ପାଠ ପଢ଼ୁଥିଲେ। ଗୁରୁ ତାଙ୍କୁ ଭଲ ଭଲ ଶିକ୍ଷା ଦେଉଥିଲେ। ଗୀତା, ରାମାୟଣ, ଭାଗବତ ବିଷୟରେ ଶିକ୍ଷାଦାନ କରୁଥିଲେ। ଥରେ ଜୋରରେ ବର୍ଷା ହେଲା। ଶିଷ୍ୟ ଜଣକ ଅଧ୍ୟୟନ କରିବା ପାଇଁ ଆସିପାରିଲେ ନାହିଁ। ତାଙ୍କୁ ଗୁରୁଜୀ ପଚାରିଲେ, ତୁମେ ଗତକାଲି କାହିଁକି ଆସିଲ ନାହିଁ? ଶିଷ୍ୟ କହିଲେ, ଗୁରୁଜୀ, ବହୁତ ବର୍ଷା ହେବାରୁ ମୁଁ ଆସିପାରିଲି ନାହିଁ। ଗୁରୁଜୀ ଥଟ୍ଟାରେ କହିଦେଲେ, ତୁମେ କୃଷ୍ଣ ନାମ ଧରି ଧରି ପାରି ହେଇଥାନ୍ତ। ତ ଆର ଦିନ ଠିକ୍ ସେମିତି ହେଲା। ମାଆଙ୍କୁ ପଚାରିଲା, ମା, ଭଗବାନଙ୍କ ନାମ ଧରିଲେ କ'ଣ ନଈ ପାରି ହୁଏ? ମା କହିଲେ, ହଁ, ଗୁରୁଜୀ କହିଛନ୍ତି ମାନେ ନିଶ୍ଚୟ ନଦୀ ପାରି ହେଇପାରିବ। ଭଗବାନ ସବୁକିଛି ଜାଣନ୍ତି। ତ ଆର ଦିନ ଗୁରୁଜୀଙ୍କ ଆଶ୍ରମରେ ଗୁରୁ ପୂର୍ଣ୍ଣିମା ପାଳନ କରାଗଲା। କଳସ ରହିଛି। ଶିଷ୍ୟ ଜଣକ କଳସୀରେ ଘରୁ କିଛି ଦୁଧ ଧରିକି ଆଶ୍ରମରେ ପହଞ୍ଚିଗଲେ। ଗୁରୁଜୀ ବହୁତ ଖୁସି ହେଲେ। ତାଙ୍କୁ ବିଭିନ୍ନ ଶିକ୍ଷାଦାନ ପରେ ପୁଣି ପଚାରିଲେ, ଯେ ରାତିରେ ତ ପ୍ରବଳ ବର୍ଷା ହେଲା, ତୁମେ ଆସିଲ କେମିତି? ଶିଷ୍ୟ କହିଲେ, ଗୁରୁଜୀ, ଆପଣ କହିଥିଲେ ଭଗବାନଙ୍କ ନାମ ଧରିକରି ପାରି ହେଲି। ଗୁରୁଜୀ କହିଲେ, ହଉ ଠିକ୍ ଅଛି, ଆଉ ଥରେ ଚାଲ, ପାରି ହେବା। ଗୁରୁ ଶିଷ୍ୟ ଉଭୟ ଗଲେ ନଦୀ ପାରି ହେବା ପାଇଁ। ଉଭୟ ପଶିଲେ। ଶିଷ୍ୟ ଜଣକ ଭଗବାନଙ୍କ ନାମ ଧରି ଧରି ଗୋବିନ୍ଦ ଗୋକୁଳାନନ୍ଦ, ହେ ଭଗବାନ କହି କହି, କୃଷ୍ଣ କୃଷ୍ଣ କହି କହି ଭଗବାନଙ୍କୁ ଡାକିଲେ। ଗୁରୁ କହିଲେ, ହଉ ନଦୀ ପାରି ହୁଅ। ଏହାପରେ ଶିଷ୍ୟ ଜଣକ କୃଷ୍ଣଙ୍କର ନାମ ଜପି ଜପି ନଦୀ ପାରି ହେଲେ। ଭଗବାନ ତାଙ୍କୁ ଆଶୀର୍ବାଦ କଲେ। ଗୁରୁଜୀ ସବୁବେଳେ ଧୋତି ଉପରେ ଧ୍ୟାନ ଦେଲା। ଧୋତି ଭିଜିବ, ଧୋତି ଭିଜିବ, ଧୋତି ଭିଜିଯିବ। ଟିକେ ଟିକେ ଟେକୁଥାନ୍ତି, ଆଉ ପାରି ହେଇପାରିଲେ ନାହିଁ। ତ ଆର ଦିନ ଶିଷ୍ୟଙ୍କୁ ଉପଦେଶ ଦେଇ କହିଲେ, ବିଶ୍ୱାସ ହେଉଛି ମୂଳ। ବିଶ୍ୱାସେ ମିଳଏ ହରି ତର୍କେ ବହୁ ଦୂର।